ଏବେ ଏବେ ଆସିଲା ବଡ଼ ଖବର ମଧୁବାବୁ ଭତ୍ତା ଟଙ୍କା 3000 ଟଙ୍କାକୁ ନେଇ ବଡ଼ ଅପଡେଟ୍ ହୋଇଛି। ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି ସମସ୍ତ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ 3000 ଟଙ୍କା। ତେବେ ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲଟିକୁ ଏବେ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଓଲ୍ଡ ଏଜ୍ ପେନ୍ସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା, ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧି ଖୁବ୍ ଶୀଘ୍ର ଆସନ୍ତା 16 ତାରିଖ ଦିନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ, ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ, ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ର ଇଲେକ୍ସନ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ କହିଥିଲେ କି ଯଦି ତାଙ୍କ ସରକାର ବା ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କାକୁ 3000 ପର୍ଯ୍ୟନ୍ତ ବୃଦ୍ଧି ହୋଇଯିବ। ଆଉ ସର୍ବନିମ୍ନ ଭତ୍ତା ମାନେ ଆପଣମାନେ ବେଶ୍ ଭଲ ଭାବେ ଜାଣିଥିବେ। ସର୍ବନିମ୍ନ ମାନେ ହେଉଛି ନା ଯେଉଁ ବ୍ୟକ୍ତି ହେଉ 60 ବର୍ଷର ଉର୍ଦ୍ଧ୍ୱ ହେଉ କିମ୍ବା ସେ ବିଧବା ହେଉ, ସେ ଦିବ୍ୟାଙ୍ଗ ହେଉ କିମ୍ବା ସେ କିନ୍ନର ହେଉ, ଏସବୁ ଭତ୍ତା ଗୁଡ଼ିକ କ'ଣ ନା ଦଶବନ୍ଧୁ ନା 3000 ଟଙ୍କା ସରକାର କରିଦେବେ ବୋଲି କ'ଣ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି କାରଣ ଯୋଗୁଁ ରହିଯାଇଥିଲା। ତେବେ ବର୍ତ୍ତମାନ ଆଉ ଡେରି ହେବନି, ଆସନ୍ତା 16 ତାରିଖ ଦିନ ମିଳିବାକୁ ଯାଉଛି ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ସରକାର ଗଢ଼ିବାର ଅଲରେଡ଼ି 2 ବର୍ଷ 2.5 ବର୍ଷ ବିତିଗଲାଣି। ଆପଣମାନେ ଏବେ ଯାଏଁ ଅପେକ୍ଷା କରି ରହିଛନ୍ତି। ପ୍ରଥମ ବଜେଟ୍ ଅଧିବେଶନରେ ହୋଇଥିଲା ଯେତେବେଳେ, ସେତେବେଳେ 3000 ଟଙ୍କା ଆସିଲା ନାହିଁ। ପରେ ଦ୍ୱିତୀୟ ବଜେଟ୍ରେ ମଧ୍ୟ ଆପଣମାନେ ଆଶା ରଖିଥିଲେ ଆସିଯିବ ବୋଲି, ଏଥର 3000 ଟଙ୍କା ଭତ୍ତା ରାଶି ପାର ହୋଇଯିବ ବୋଲି, କିନ୍ତୁ ସେଇ 3000 ଟଙ୍କା ଭତ୍ତା ରାଶି କ'ଣ ନା ପାର ହୋଇପାରିଲା ନାହିଁ। ଆନାଉନ୍ସମେଣ୍ଟ ମଧ୍ୟ କିଛି ହେଲା ନାହିଁ। ଏହାକୁ ନେଇ ଜନ ଅସନ୍ତୁଷ୍ଟ ମଧ୍ୟ ପ୍ରକାଶ ହେଲା। ଠିକ୍ ଅଛି, ତ ବର୍ତ୍ତମାନ ଦର୍ଶକ ଦେଖନ୍ତୁ, ଆମ ଓଡ଼ିଶାରେ ଆଗକୁ ଏକ ବଡ଼ ଖୁସି ଖବର ରହିଛି ନା 2ଟି ପ୍ରମୁଖ ନିର୍ବାଚନ ଅଛି। ଆଉ ଏଇ 2ଟି ପ୍ରମୁଖ ନିର୍ବାଚନ ଯୋଗୁଁ ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି, ସେ 3000 ଟଙ୍କା ଭତ୍ତା ରାଶି ଇଲେକ୍ସନ ପୂର୍ବରୁ ହିଁ ଆପଣମାନଙ୍କୁ ଦିଆଯିବ। ଠିକ୍ ଅଛି, ଗତ ବଜେଟ୍ ଅଧିବେଶନରେ ନା ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ହେଉଛନ୍ତି ସେମାନଙ୍କୁ ହିଁ 3500 ଟଙ୍କା କରାଗଲା, କିନ୍ତୁ ଯେଉଁମାନେ 60 ବର୍ଷରୁ ଯେଉଁମାନେ ଉର୍ଦ୍ଧ୍ୱ ହେଉଛନ୍ତି ସେମାନଙ୍କର 3000 ଟଙ୍କା ଭତ୍ତା ରାଶି ହେଲା ନାହିଁ। ଏହାକୁ ନେଇ ବହୁତ ବାଦ ବିବାଦ ମଧ୍ୟ ହେଲା। ଅନେକ ସମୟରେ ଆନ୍ଦୋଳନ ମଧ୍ୟ କଲେ ଆପଣମାନେ। ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସରକାରଙ୍କୁ ଅନୁରୋଧ କରାଗଲା, କିନ୍ତୁ ତଥାପି ସଫଳ ହୋଇପାରିଲା ନାହିଁ। ସେଇ 1000 ଟଙ୍କା ହିଁ ଦେଉଛନ୍ତି। ଯେତେବେଳେ ଠାରୁ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଥିଲେ ନା ସେତେବେଳେ କ'ଣ 1000 ଟଙ୍କା ଦେଉଥିଲେ, ଏବେ ଯାଏଁ ସେ କ'ଣ ଆଉ ବଦଳି ନାହିଁ, ସେଇ 1000 ଟଙ୍କା ହିଁ ମିଳୁଛି ବର୍ତ୍ତମାନ। ଠିକ୍ ଅଛି, ତେବେ ଦର୍ଶକ ବନ୍ଧୁ ବଡ଼ ଖବର ହେଉଛି ଏଥର 3000 ଟଙ୍କା ଭତ୍ତା 60 ବର୍ଷରୁ ଯେଉଁମାନେ ଅଧିକ ହେଉଛନ୍ତି ସମସ୍ତଙ୍କୁ ଆସନ୍ତା 16 ତାରିଖ ଦିନ ମିଳିବ। ତେବେ ଦର୍ଶକ ବନ୍ଧୁ ଏହି ଭତ୍ତା ଟଙ୍କା ମିଳିବାର ମୁଖ୍ୟ କାରଣ ହେଉଛି ପଞ୍ଚାୟତ ଇଲେକ୍ସନ। ଯେହେତୁ ଆପଣମାନଙ୍କ ରହିଛି ଆଗକୁ ଇଲେକ୍ସନ, ଆଉ ଏହାକୁ ଦୃଷ୍ଟିରେ ରଖିବେ ରାଜ୍ୟ ସରକାର, ଆଉ ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି ସରକାର ଖୁବ୍ ଶୀଘ୍ର ଆପଣମାନଙ୍କୁ ଦେଇଦେବେ। ଠିକ୍ ଅଛି, ବିଜେପି ଯେତେବେଳେ ନିର୍ବାଚନ ମଇଦାନରେ ଥିଲା ସେତେବେଳେ ଘୋଷଣା କରିଥିଲେ କ'ଣ ନା ସର୍ବନିମ୍ନ ଭତ୍ତା ଟଙ୍କା 3000 ଲେଖାଏଁ କରିଦିଆଯିବ। ସାମାଜିକ ସୁରକ୍ଷା ଆଇନ ଅଧୀନରେ ଯେଉଁମାନେ ଭତ୍ତା ଟଙ୍କା ପାଉଥିବେ ସେମାନେ 1000 ନୁହେଁ 3 ଗୁଣ ବଢ଼ାଯାଇକି ତାହା 3000 ଟଙ୍କା ଲେଖାଏଁ ହେଇଯିବ। କିନ୍ତୁ ବିରୋଧୀ ଦଳମାନେ ଏହାକୁ କ'ଣ ବାରମ୍ବାର ଚାପ ମଧ୍ୟ କରୁଥିଲେ ବା ବାରମ୍ବାର ସେମାନେ କହି ଆସିଥିଲେ ଯେ ଏହା କେବଳ ଅସମ୍ଭବ, ଏହାକୁ କେବେ ଲାଗୁ କରିପାରିବେ ନାହିଁ ସରକାର। ଏହା କେବଳ ନା ବିଜେପି ସରକାର କ୍ଷମତାକୁ ଆସିବା ପାଇଁ ହିଁ ଏମାନେ କ'ଣ ଆଗରୁ ପ୍ଲାନିଂ କରି ରଖିଛନ୍ତି, ଆଉ ଲୋକମାନଙ୍କୁ ଲୋଭ ଦେଖାଉଛନ୍ତି। ଆଜି ପର୍ଯ୍ୟନ୍ତ ସତ ହେବାକୁ ଲାଗୁଛି ବିରୋଧୀମାନେ ଯାହା କହିଛନ୍ତି। କାହିଁକିନା ଆପଣମାନେ ଯେହେତୁ 2.5 ବର୍ଷ ହୋଇଗଲାଣି, ଆପଣମାନେ ଏବେ ଯାଏଁ ବିତିଗଲାଣି ନା ନାହିଁ, ତ ଆପଣମାନେ ତ ନିହାତି ଭାବରେ ଜାଣିଥିବେ। ତ ବିଜେପି ସରକାର ଯାହା ଆଗରୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବେ କି ନାହିଁ ଏ ମଧ୍ୟ ଆପଣମାନଙ୍କର ମନରେ ପ୍ରଶ୍ନ ରହୁଛି। ଆଉ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିବ କି ନାହିଁ ଏହା ମଧ୍ୟ ଆପଣମାନଙ୍କର ପ୍ରଶ୍ନ ମଧ୍ୟ ରହୁଛି ନା ନାହିଁ। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ଆସନ୍ତୁ ସମ୍ପୂର୍ଣ୍ଣ କ୍ଲିୟର ମାନେ ମୁଁ ଆପଣମାନଙ୍କୁ କ୍ଲିୟରଲି ଆପଣମାନଙ୍କୁ କହିଦେବି ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିବ କି ନାହିଁ। ପ୍ରଥମ ବଜେଟ୍ରେ ଏହାର କିଛି ଘୋଷଣା ହେଲା ନାହିଁ। ଦ୍ୱିତୀୟ ବଜେଟ୍ରେ ମଧ୍ୟ 3000 ଟଙ୍କା ଭତ୍ତା ରାଶି କିଛି ବି ହେଲା ନାହିଁ। କେବଳ 80 ବର୍ଷରୁ ଯେଉଁମାନେ ଉର୍ଦ୍ଧ୍ୱ ହେଉଛନ୍ତି ସେମାନଙ୍କୁ ହିଁ କ'ଣ ସରକାର ବଢ଼ାଇ ଦେଲେ, ଆଉ ସେମାନଙ୍କର 3500 ଟଙ୍କା କରିଦେଲେ, କିନ୍ତୁ ଆପଣମାନଙ୍କର ଆଉ କରିଲେ ନାହିଁ 3000 ଟଙ୍କା ଭତ୍ତା ରାଶି। ବର୍ତ୍ତମାନ ସମସ୍ତେ ଭାବୁଥିବେ ଯେ ନା ଆଉ ମିଳିବ ନାହିଁ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ତ ଦର୍ଶକ ବନ୍ଧୁ ମୁଁ କହି ରଖୁଛି ଆପଣମାନଙ୍କୁ ନିହାତି ମିଳିବ। ଆଉ ସରକାର ଏହି କଥା ଭୁଲି ନାହାନ୍ତି।
कहीं ना आगर से प्लानिंग कर रखिंट जितेबाला आसो इलेक्शन बा से किसी फायदा हम से आपण रही 3000 टଙ୍କା भत्ता राशि जहाँ प्रतिश्रुति देती योजना गुड़िक रखिंट सरकार पेंडिंग रे सो से सब से गुड़िक कौन समस्त को 3000 टଙ୍କା भत्ता राशि हो कि आवास योजना जहाँ भी सबकि कौन इलेक्शन पूर्व ही सरकार देदेवे ठीक अच्छे तो से आगु से प्लानिंग कर रखिंट आपण मानू भी बेस भल भाव से कौन ना भाविकी रखिंट से कौन ना आगु से प्लानिंग कर रखिंट सहित आपण जो रही 3000 भत्ता राशि से 3000 टଙ୍କା भत्ता राशि आपण को देदेवे या नहीं से आगु डिसाइड कर ठीक अच्छे तो से किसी आपण ना अधैर्य होगा पड़ो ना आपर जी जो रही आगुरी जो भत्ता राशि रही से भत्ता राशि गुड़िक दि जे जो 2-3 मास जो आप जो रही तो से गुड़ाक कौन मिसईकी सब एकाठी करके आपण को खाता को देदेवे सरकार ठीक अच्छे मुख्यमंत्री से अनाउंसमेंट कले कौन जो मैंने भी क्यू रे रोते वार्धक्य भत्ता जो मैंने आप्लाय करके क्यू रे रोते अपेक्षा कर रोते आउ वर्तमान अपेक्षा करने को पड़ो ना खाली स्थान जो रोला जो खाली स्थान गोटे स्थान कौन खाली है आउ गोटे जन कौन से एड करा आप तो निहत भाव जानते किंतु आउ से सुविधा रही से नियम आउ ना से नियम भांगीगला दर्शक बंधु जो मैंने भी ना एलिजिबिलिटी होते जो मान डॉक्यूमेंट वेरिफिकेशन सब ठीक ठाक थी ठीक अच्छे तो ताहले कौन ना यही भत्ता राशि आप आपे आपे जोड़ी होइजिबे ठीक अच्छे तेज दर्शक आपण को खुशी खबर होची आग को आम ओडिशा रे किछि मास मध्य 2-2टी प्रमुख निर्वाचन अच्छी आउ निर्वाचन आसला माने सरकारंकर ना सबू योजना कथा मन पड़ जाए कहीं ना या जदि से ठीक समय जदि कार्यकारी कर दियंती ताहले सेमानकर फायदा हो ठीक अच्छे आउ बीजेपी सरकार से कौन आगर जहाँ प्रतिश्रुति देते से प्रतिश्रुति पालन करेंगे आउ से भूल करेंगे ना से माने सरकार चाप सृष्टि होती जेहेतु वर्तमान आप निहाती भाव जानते जे गोटे विधवा हो कि से वृद्धा हो कि से दिव्यांग हो एमाने चलबारे 1000 टଙ୍କା चलबारे केते कष्ट निहाती भाव जानते आउ सरकार को कौन किसी ना कि प्रभाव पड़ुची से सरकार मन को नौकरी कौन ना आगर प्लानिंग कर रखिंट जे ना जितेबाला से किसी फायदा हम ताहले आपण जो रही 3000 टଙ୍କା भत्ता राशि से 3000 टଙ୍କା भत्ता राशि आपण इलेक्शन पूर्व जेहेतु इलेक्शन रही दुईटा इलेक्शन गोटे कौन ना हूँ पंचायत इलेक्शन आ गए कौन ना पौर इलेक्शन पौर निर्वाचन ठीक अच्छे ये दुईटा निर्वाचन हूँ से कौन एक प्रमुख निर्वाचन ठीक अच्छे आपण माने तो सही जो रही 3000 टଙ୍କା भत्ता राशि सही मुख्य कारण हम यही दुईटा इलेक्शन से ठीक अच्छे ये दुईटा इलेक्शन आपण मानकर जो रही भत्ता राशि से भत्ता राशि खूब शीघ्र आपण को मिल जाए तेज दर्शक देखु यही इलेक्शन केवल वार्ड मेंबर केवल से कौन लड़े ना हजार हजार वार्ड मेंबर हजार हजार काउंसिलर हजार हजार सरपंच एमएलए मंत्री माने एमान समस्ते लड़े से सरकार को कौन ना स्ट्रांगली होगा पड़ा स्ट्रांगली केतबेले हेबे जदि से ना जहाँ प्रतिश्रुति देते आगु से प्रतिश्रुति गुड़ाक कौन से पालन करेंगे ताहले से जाइकी जीति पारे निर्वाचन मैदान रे नहले लोक मान कौन अन्यथा विरोधी दल मान कौन से भोट देदेवे आउ सही भूल करेंगे ना बीजेपी सरकार वर्तमान।